ଭଏସ୍ ଅଫ୍ ଓଡ଼ିଶାର ଆହ୍ୱାନରେ ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ଶତାଧିକ ଛାତ୍ରଛାତ୍ରୀ ଓ ସମର୍ଥକମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ପ୍ରତିବାଦରେ ଅଂଶଗ୍ରହଣକାରୀମାନେ ନିଟ୍ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ଜବାବଦେହିତା ସୁନିଶ୍ଚିତ କରିବା ସହ ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର ଦାବି କରିଥିଲେ। ସେହିପରି ପ୍ରସିଦ୍ଧ ଶିକ୍ଷାବିତ୍ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତି ଏକାତ୍ମତା ପ୍ରକାଶ କରିଥିଲେ। ଆୟୋଜକମାନଙ୍କ କହିବା ଅନୁଯାୟୀ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦରେ ଓଡ଼ିଶାରୁ ଅନେକ ଛାତ୍ରଛାତ୍ରୀ ଯୋଗ ଦେବାରେ ଅସମର୍ଥ ହେଉଥିବାରୁ ଭୁବନେଶ୍ୱରରେ ଏହି ପ୍ରତୀକାତ୍ମକ ବିକ୍ଷୋଭର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଶିକ୍ଷାରେ ସ୍ୱଚ୍ଛତା, ନ୍ୟାୟ ଓ ଜବାବଦେହିତା ସପକ୍ଷରେ ନିଜର ସ୍ୱର ଉଠାଇବା ସହ ସୋନମ ୱାଙ୍ଗଚୁକ୍ଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲେ। ପ୍ରତିବାଦ ସମୟରେ ଅଂଶଗ୍ରହଣକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ସ୍ଲୋଗାନ ଦେଇ ଛାତ୍ର ସ୍ୱାର୍ଥ ସୁରକ୍ଷା, ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଲାଗୁ କରିବାକୁ ସରକାରଙ୍କୁ ଆହ୍ୱାନ ଜଣାଇଥିଲେ। ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କ ରିପୋର୍ଟ।